ପବିତ୍ରତା आदर्श रूप रहू अन्य मान प्रभाव साधकत्व से तरित पार्षद से सब आदर्श रखी जाऊँ आदर्श करने कौन से मतलब कौन पवित्र से ऊर्धे थिला बेले पवित्र अपवित्र स्तर दिखे जाऊँगी जोटा कि आम नित्य बद्ध जीव मान निहाती आवश्यक जाना करवा अनुभूति आना पवित्र परिवार सी जेल बंधन थिला समय महाप्रभु का आगमन दर्शन को वृंदावन दर्शन को मुक्त जीवन को आसवाई पवित्र अपवित्र बाट देखते आस धनर संस्पर्शा हूँ अपवित्र अपवित्र अंतिम समय को पर्यंत ये कौन करे जीवन को नष्ट कर प्राण को नहीं दे पाए प्राणहंत अपवित्र ये सामर्थ्य अच्छी प्राण नहीं से अपवित्र किए से ना धन जोटा कि मोहर विषय शुणा पाइले मोहर विषय मोहर रक्षा कला प्राण नापी पुणी कारण कारण हो मुक्त करदेला से 5 जगह 7 देदेला मुक्त हो এবং সেইটা দেলা পরে মুক্ত করে দেবে এটি সেটা নদলা দ্বারা প্রাণ দেওয়া পাই রাস্তা সে খুলছে ধনর উপযোগটা কোণ এর সাধক বিচার করবে না করবে সেই ধনটা পবিত্র से धनटा अपवित्र पवित्र कि जातीय पवित्र कोबर नहीं से पवित्रता ना मुक्त पर्यटन नहीं केते बड़ बंधन होना कहीं मुक्त कर यदि दवा भाव बा अन्यर सेवा भाव तापरे चित्तर वृत्ति है भाव है धन मुक्त कर पवित्र कर दोष शून्य कर जो पवित्र भी भगवत चरण को नहीं साधारण पवित्र नहीं धनर एभली सामर्थ्य अपवित्र चरण को नहीं जीव आ धर्मर चरण को भी नहीं दुईटा काम से धन अवशिष्टांश जो 8टी मुद्रा आसी पहुंचला ये जानी कहीं जानते किंतु ये सब प्रकृति जिनस प्रकृति जानी ये सब मायार जिनस माया जानी छपी पार तेणुक से गणिका कौन सूत्रता पाखे भूमि धरना कौन पाखरे आउ जने थिले सी जानुथिले से सब जानते गणसूत्र आठ अच्छी कहले सी 8 मुद्रा
ତୁମେ ଯେମିତି ଛଳନା କରିବାକୁ ବାହାରିଲେ ସେମାନେ ବି ଛଳନା କରିବାକୁ ବାହାରିଲେ। ଧନ ଥାଇକି ନାହିଁ କହୁଛନ୍ତି, ଆମ ପାଖରେ ନାହିଁ, ତାକୁ ଲୁଚେଇକି ଚୋରେଇକି ନେଲା ଭଳିଆ ଧରିକି ଯାଉଛନ୍ତି। ଛଳନା ହେଲା କି ନାହିଁ ପ୍ରକୃତି ସାଙ୍ଗରେ? ସେ ଜିନିଷ ତୁମର ନୁହେଁ, ପ୍ରକୃତିର ସେଇଟା। 8ଟା ମୁଦ୍ରା ଏଟା କାର? ଧନ କାର? ପ୍ରକୃତି, ପ୍ରକୃତିର ସେଇଟା। ଛପେଇବା ବାହାରିଲ ସେକରେ ସେ ବାହାରି ପାରିଲେ, ଆରେ ଆମ ଜିନିଷ ପୁଣି ଚୋରି କରି ନେଉଛନ୍ତି ପୁଣି। ଏସବୁ ବୈରାଗ୍ୟ ବିଚାର, ଏ ବହୁତ ଉଚ୍ଚ ଦର୍ଶନ। ଇଏ ତାହେଲେ ଆଚ୍ଛା, ୟାଙ୍କୁ ପାର କରିବା କଣ? ଆଉ ଖତମ କରିବା ସେ ଆମ ଜିନିଷ ଆମେ ନେଇ ଆସିବା। କ୍ଷମଣୀୟ ନୁହେଁ, ନାଇଁ? କ୍ଷମଣୀୟ ନୁହେଁ। ଆଚ୍ଛା, ଏ କଥା ପବିତ୍ର ଯେହେତୁ ଥିଲେ ସନାତନ, ଇଏ ଜାଣିଥିଲେ ଏ ଚିନ୍ତନ, ଏ ଭାବ ତ ସନାତନ ଥିଲା, ତାଙ୍କର ସେବକ ଥିଲା ନା। ହେଲେ ବି ସାଙ୍ଗରେ ଅଛନ୍ତି, ତାଙ୍କ ଲାଗି ଆଗକୁ ବିପତ୍ତି ପଡୁଛି ସେବକ ଲାଗି। ତାଙ୍କୁ ସେ ଜାଣିପାରିଲେ ଯେ ଆମକୁ କେତେ ଚର୍ଚ୍ଚାର ପାତ୍ର, ଆମେ କାହିଁକି ଆମେ ତ ଅପରିଚିତ ଲୋକ, ସାଧାରଣ ହିସାବରେ କଣ ଚର୍ଚ୍ଚା ଏତେ ଚର୍ଚ୍ଚା ହେଇଯାଉଛି। ସେ ଜାଣିପକେଇଲେ ଯେ କିଛି ଗୋଟେ କାରଣ ପଚାରିଲେ, ଏସବୁ ଛଳନା କାମ ଆମ ପାଖରେ ଛଳନା ଅଛି କି? ସେକୁ ପଚାରିଲେ ସେ ହଁ କହିଲା, ହଁ ଅଛି ମୋ ପାଖରେ ଅଛି, ଯେ ପୁଣି ସନାତନକୁ ବି ସେ ଛଳନା ପୁଣି କଲେ। 8 ଜାଗାରେ 7 କହିଲେ, 7 ଅଛି ବୋଲି କହିଲେ। ଆଚ୍ଛା, ଏଇଟା ଯେତେବେଳେ ସେ ନେଇକି ଦେଇଛନ୍ତି ତାଙ୍କୁ, ସେ କେମିତି ଖୋଲା ହୃଦୟ, ଏ ଖୋଲା ହୃଦୟରେ ସେ ଖୋଲା ହୃଦୟରେ କହିଲେ ଆଜି ହିଁ ରାତିରେ ଆପଣଙ୍କୁ ଶେଷ କରିଥାନ୍ତୁ। ନିଜର ଭାବନା କିନ୍ତୁ ପବିତ୍ର ଅପବିତ୍ର ଆଡକୁ ନଉଛି, ମୁକ୍ତ ଆଡକୁ ନଉଛି, କିନ୍ତୁ ବନ୍ଧନ ଆଡକୁ ନଉଛି। ଏ ହଉଛି ତାର ସିଦ୍ଧାନ୍ତ। ୟାକୁ ଜାଣିବା ନିହାତି ଆବଶ୍ୟକ। ନାଇଁ ଗପ ଆକାରରେ କାହାଣୀ ଆକାରରେ ଶୁଣିଲେ ଆମେ ଯୋଉ ଡଙ୍ଗାରେ ସେ ଡଙ୍ଗାରେ ଯେମିତି ବସିଥିବା, ହଲା ମାରି ଲାଗିଥିବା ଡଙ୍ଗା ଯୋଉଠି ସେଇଠି ଯଦି ଆମେ ଯଦି କାହାଣୀ ଆକାରରେ ଶୁଣିବା, ତାହେଲେ ଡଙ୍ଗାରେ ବସିକି ଆହୁଲା ମାରିବାର ନିଅ। କାହିଁ ଦୌଡ଼ି ବନ୍ଧା ହେଇଛି ଖୁଣ୍ଟରେ, ତା ଫିଟା ହେଇନି, କେବଳ ପରିଶ୍ରମ ମାତ୍ର ସାର। ତୁମେ ଆଉ କାହାଣୀ ଆକାରରେ ଶୁଣିବା ସାଧକ ପକ୍ଷେ ଠିକ ନାହିଁ, କେବଳ ଶ୍ରମ ମାତ୍ର ହେଇଯିବ। ବାସ୍ତବକୁ ସେ ଆସିବାକୁ ପଡ଼ିବ। ବାସ୍ତବ କଣ? ନା ଯୋଉ ପବିତ୍ର ଅପବିତ୍ର, ପବିତ୍ର ଗତି କୋଉ ପର୍ଯ୍ୟନ୍ତ ନେଇଯିବ, ଅପବିତ୍ର ଗତି କୋଉ ପର୍ଯ୍ୟନ୍ତ ନେଇଯିବ, ଏସବୁ ଦୂରତା ଜାଣିବାର ଅଛି, ବୁଝିବାର ଅଛି। ଯେତେବେଳେ ସନାତନ ଗୋସ୍ୱାମୀ ଖୋଲା ଯାଇଛନ୍ତି ଯେ କଣ କହିବା, ଆଉ ଏମିତି ଆଉ ଆମ ପାଖରେ ଏତକ ଅଛି, ଆମେ କଣ କରିବାକୁ ନେଇକି, ତେଣୁ ତୁମେ ଆକୁ ନିଅ, ଆମକୁ ୟା ଦ୍ୱାରା ମୋର ପୁଣ୍ୟ ହଉ ବା ମଙ୍ଗଳ ହଉ, ଆମକୁ ପାର କର। ଯେତେବେଳେ ଖୋଲା ଆସେ କହିଲେ ନାଇଁ ନାଇଁ ନାଇଁ, ଆମର ବି ଧର୍ମ ଦରକାର ନାହିଁ, ଆମେ ୟା ଭାବିଥିଲୁ ତୁମକୁ କେତେ ଚର୍ଚ୍ଚା କରୁଛୁ, ଯାହା ହଉ ତୁମେ କହିଦେଲ ଭଲ ହେଲା। ମାନେ ଚୋର ଜାଗାରେ ଭଦ୍ରଲୋକ ହେଇଗଲ ତୁମେ, ଆଉ ଭଦ୍ରଲୋକକୁ ଆଉ କଣ ହତ୍ୟା କରାହବ କି? ବା ଭଦ୍ରଲୋକ କଣ ଚୋରି କରା, ଚୋରି ବୋଲି ଚୋର ବୋଲି ତାକୁ କୁହାଯିବ କି? ନାଇଁ ନାଇଁ, ତୁମେ ଯାହା ଆମକୁ ଜଣେଇଦେଲ ଭଲ, ତୁମେ ତୁମର ନିଅ, ଆମେ ସେମିତି ପାର କରିଦେବୁ, ଆମର ମଙ୍ଗଳ ହେଇଯିବ, ପୁଣ୍ୟ ହେଇଯିବ। ନାଇଁ ନାଇଁ, କେତେ ଜଣକୁ ଆମେ ଯାଇକି କେମିତି କହୁଥିବୁ ତୁମେ ଏଇଠି ନିଷ୍ପତ୍ତି କରିବ, ଯୋଉଠି ଗଲେ ସେ ତ ଆମକୁ ଦେବୁ, ଆମେ ତ ଆଉ କାହିଁକି ଡାକୁଥିବୁ କଣ ପାଇଁ? ଏ ଚୋର ଖଣ୍ଡା ଗୋଟେ କାହିଁ ପଡୁଥିବ, ଆମେ ଅଛି ବୋଲି ସିନା ଯାହା କଲେ ତ ଦବାକୁ ପଡିବ। କାହିଁ ଭୟ ସଂକଳ ହେଇ କାହିଁ ଯାଉଥିବୁ, କାହିଁକି ଆଉ ହୃଦୟ ଖୋଲା ହେଇକି ନିର୍ଭୟ କାହିଁ ନଯିବୁ? ତୁମେ ଆଗକୁ ପୁଣି ପାସ୍ କଲା ପରେ ପୁଣି ପଚାରିଲେ ଏସବୁ ସରିଲା ନା ଆଉ କିଛି ଅଛି ନା? ନାଇଁ ଆଉ ଗୋଟେ ଅଛି। ମାନେ ଇଏ ଚାଲାଇ ପୁଣି କହୁଛି କଣ ଯେ ଆମେ ତାଙ୍କୁ ଠକିକି ପଳେଇ ଆସିଲେ, ଆଉ ଗୋଟେ ଆମେ ନେଇ ଆଇଲେ, ଯାହା ଗୋଟେ ତ ଅଛି। ଦେଖିଲେ କିରେ ଚାଲାକି ପୁଣି ଏଠି ତ କହୁଛୁ ମୋ ଆଗରେ।
ନାଇଁ 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 ଏଟାକୁ ଆଉ କାହିଁକି ଆମେ ତୋର ଖଣ୍ଡ ଖୋଜିବା କାହିଁକି ତୁ ଖଣ୍ଡ ହେଇକି ଆକୁ ନେଇକି ଯା ତାହେଲେ ଏଠି ପୂର୍ଣ୍ଣ ପବିତ୍ର କରୁଛି କିଏ ସେ ତ୍ୟାଗଟା ଏ ଯୋଉ ଧନ 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 ଯାହା ପାଖରେ ଯୋଉଟା ଅଛି କାହିଁକି ଏରା ସବୁ ଗୁଡାକ ସେବା ପାଇଁ ଅଛି ଭୋଗ ପାଇଁ ନାହିଁ ଭୋଗ ମାନେ ଅପବିତ୍ର ସେ ବ୍ୟକ୍ତି ହେଉଛି ବାଃ କାହିଁକି ନା ସବୁଗୁଡ଼ିକ ପବିତ୍ର ଭଗବତ ସୃଷ୍ଟିରେ ପବିତ୍ର ସବୁଗୁଡ଼ାକ ତାକୁ ବ୍ୟବହାରରେ ପବିତ୍ର ଅପବିତ୍ର ଦୋଷାହାରରେ ସେ ଭାଗିଦାର ହେଇଯାଉଛି ଯୋଉଟା କି ବ୍ୟକ୍ତି କି ସାଧୁକୁ ଭୋଗିବାକୁ ପଡୁଛି ନିଜର ଭାବ ଗୁଡାକ ଉଦ୍ଦେଶ୍ୟ ଗୁଡାକ ଧର୍ମ ଠିକ ଅଛି କାହିଁକି ଯୋଉ ଅଳଙ୍କାର ଯୋଉ ଅଙ୍ଗ ପାଇଁ ତିଆରି ହେଇଛି ସେଇଠି ଲଗେଇଲେ ହିଁ ସୁନ୍ଦରତା କି ନାହିଁ ସେମିତି ଯୋଉ ଦ୍ରବ୍ୟ ଯୋଉଥିପାଇଁ ତିଆରି ହେଇଛି ସେଇଥିରେ ହିଁ ଲଗେଇଲେ ହିଁ ତାର ସୁନ୍ଦରତା ଯଦି ଅନ୍ୟ ଜାଗା ଚେଞ୍ଜ କରିଦେଲ ତାହେଲେ କଣ ହେଇଗଲା ବିପର୍ଯ୍ୟୟ ହେଇଗଲା କି ନାହିଁ ବିପର୍ଯ୍ୟୟ ମାନେ ଅଶାନ୍ତି ଅପବିତ୍ର ତେଣୁ ଏଇଟା ଭଲ ଭାବରେ ବୁଝିବାର ଅଛି ଯେ ଜିନିଷ କଣ ସେ କୋଉଥିପାଇଁ ତିଆରି ହେଇଛି ଏଇଟା ସାଧକ ଜାଣିଲେ ସବୁବେଳେ ପବିତ୍ର ମୁକ୍ତ ହେଇଗଲା ଯଦି ଆ ବିଷୟରେ କୌଣସି ତାର ଧାରଣା ଆସିଲାନି ତ ସେ ସଦା ସଦା ପାଇଁ ଅପବିତ୍ର ହେଇ ରହିଲା ତେଣୁ ଏଇଟା ସାଧକ ପକ୍ଷରେ ବୁଝିବା ଉଚିତ ପବିତ୍ର କୋଉ ସ୍ଥିତି କି କାହାକୁ କୁହାଯାଏ କାହା ଦ୍ୱାରା ପବିତ୍ର ହଉଛି କାହା ଦ୍ୱାରା ଅପବିତ୍ର ହଉଛି ସେ କେତେ କ୍ଷତିକାରକ କେତେ ଲାଭକାରକ ଯୋଉଟାକି ଆଜି ମହାପୁରୁଷ ମାନେ ମହାତ୍ମା ମାନେ ଭଗବାନ ନିତ୍ୟ ପାର୍ଷଦ ମାନେ ଏସବୁ ସିଦ୍ଧାନ୍ତ ଦେଖୁଛନ୍ତି ସେ ଯେଟା ସବୁ ଅଜ୍ଞାନ ବସ୍ତୁ କରିକି ଯାଉଛୁ ନାହିଁ ସେ ସବୁ ଜାଣି ଶୁଣିଗଲା ସବୁ କରିକି ଯାଉଛନ୍ତି ଜାଣି ଶୁଣି କରିକି ଯାଉଛନ୍ତି ତେବେ ଏଇଠି ପବିତ୍ର ଅପବିତ୍ର ବିଷୟରେ କହିଲେ ଯେ କଣ ବିପ୍ରାଜି ଷଡ଼ଗୁଣ ଦେବତା ଅରବିନ୍ଦ ନାଭାୟନ କହିଲେ ଷଡ଼ ଦ୍ୱାଦଶ ଗୁଣରେ ଭୂଷିତ ବ୍ରାହ୍ମଣ ସେଇ ଗୁଣ ଗୁଡିକ ଭଗବତ ଅର୍ପିତ ନହେଲା ଅପବିତ୍ର ହେଇଗଲା ଯାହାକୁ ନେଇକି ଆଜି ପବିତ୍ର ସେ ମନେ କରୁଥାଏ ତାହା ଯେ ପରମ ଅପବିତ୍ରରେ ପରିଣତ ହଉଛି ଏ ଶାସ୍ତ୍ର ସିଦ୍ଧାନ୍ତ କଣ ପାଇଁ ଅପବିତ୍ର ହଉଛି ନା ସିଏ ସମର୍ପଣ କରୁନି ସେ କହୁଛି ଭୋଗ କରୁଛି ସେଇଟା ସେ ଯୋଉ ଗୁଣ ଗୁଡାକ ସେ ନିଜେ ଭୋଗ କରୁଛି ବ୍ରାହ୍ମଣ ସେ ଗୁଣ ଗୁଡାକ କାହାର କଣ ପାଇଁ ଦିଆହେଇଛି ଭୋଗ କରିବାକୁ ଦିଆଯାଇଛି ପବିତ୍ର ଜିନିଷ ଦିଆହେଇଛି ଅପବିତ୍ର କଲା କିଏ ଆମର ଯୋଉ ଭୋଗ ଉଦ୍ଦେଶ୍ୟ ରହୁଛି ଭୋଗ ଇଚ୍ଛା ଯୋଉ ରହୁଛି ଏଇ ଇଚ୍ଛା ଗୁଡିକ ସାଧାରଣ ଡାକୁ ବଦମାସ ବୋଲି ଭାବନି ଆମେ ତାକୁ ଆଜି ପରମ ମିତ୍ର ବୋଲିକି ଯୋଉ ଆସ୍ୱାଦନ କରୁଥାଏ ସେମାନେ ଆମର ଠିକ ଗଳ ଦେଶରେ ଥାଇକି ତଣ୍ଟିକି ଧରୁଛନ୍ତି ସେମିତି କଣ ସେ କୋଉ ଏଲସିଆନ ନା କୋଉ ଯୋଉ କୁତା ଯେମିତି ସେଟା ହିଁ କେବଳ ଧରିବ ଗଳାକୁ ଧରିବ ଏଲସିସିଆନ ନା ସେ କୋଉଠି ଡିଆ ମାରିକି ଧରିବ ଏଇଟାକୁ ସେମିତି ଏ ଯୋଉ ଭୋଗ ବିଳାସର ଯୋଉ ତୃଷ୍ଣା ପାଖରେ ରହିଛି ଏଇଭଳି କାମ ଆମକୁ କରୁଛନ୍ତି କିନ୍ତୁ ଆମେ ତାଙ୍କୁ ଚିହ୍ନି ପାରୁନି ଭୋଗ ବିଳାସ ଟିକାକୁ ଆମେ ଚିହ୍ନି ପାରୁନି ଏ କେତେକ ଆମର ପ୍ରାଣଘାତକାରୀ ଚିହ୍ନି ପାରୁନି ତେଣୁ ଦ୍ରବ୍ୟକୁ ଆଜି କେନ୍ଦ୍ର କରି ମାଧ୍ୟମ କରିକି ପବିତ୍ର ଅପବିତ୍ର ବିଷୟରେ ଆମକୁ ଯୋଉ ଧାରଣା ଦଉଛନ୍ତି ସେ ଧାରଣା ମୂଳରେ ସେ ତାର ବାସ୍ତବ ସ୍ୱରୂପକୁ ଦେଖୁଛନ୍ତି ଯୋଉ ଭୋଗ ଭୋଗିବା ମୋର ଯୋଉ ଭୋଗ ଭୋଗିବା ଏଇ ଯୋଉ ତୃଷ୍ଣା ଟିକକ ଏଇ ଟିକକ ବିଭିନ୍ନ ରୂପଧାରୀ ସେ ହଉଛି ଶତ୍ରୁ ରୂପରେ
ଶତ୍ରୁ ଉପରେ 12 ସମସ୍ୟା ସେ ସୃଷ୍ଟି ତିଆରି କରୁଛି। ଯୋଉ ସମସ୍ୟା ସୃଷ୍ଟି କରୁଛି ଖାଲି ଟେନସନ ଗୁଡିଏ ମୁଣ୍ଡରେ ଖାଲି ଭରି କରିକି ବୋଝ ମୁଣ୍ଡେଇକି ବୁଲିଲା ଭଳିଆ ଅପବିତ୍ରର ଭାର ଆଜି ଡାଇବେଟିସ୍, ଆଜି କ୍ୟାନ୍ସର, ଆଜି ମୃତ୍ୟୁଭରଣ, ଆଜି ଜନ୍ମ ଭୟ, ମୃତ୍ୟୁ ଭୟ, ଆଜି ଖାଲି ଭୟ ଭୟ ରାଜ୍ୟ ସେ ଗୋଟେ ତିଆରି କରୁଛି। ଆଉ କଣ ଭୟ ରାଜ୍ୟଟା ହଉଛି ଅପବିତ୍ର। এটা ସୃଷ୍ଟି ହେଲା କୋଉଠୁ? ଏଇଟା ହେଲା ମେନ୍ ପଏଣ୍ଟ। ସୃଷ୍ଟି ହେଲା କୋଉଠୁ ସେ ଭୟଟା? ଦ୍ୱିତୀୟ ବସ୍ତ୍ର ଅଭିନିବେଶ କରିବା ଫଳରେ ଭୋଗର ଭୋଗ ଇଚ୍ଛା, ବାସନା, ତୃଷ୍ଣା, ଭୋଗ ଇଚ୍ଛା ଟାକ ଆମକୁ ଆଜି କେତେ ଭିତରକୁ ନେଇଯାଇଛି। ଭୟ ସଂକୁଳ ଭିତରକୁ ନେଇଯାଇଛି, ଯୋଉଟା କି ଆମକୁ ଆଉ ରାସ୍ତା ମିଳୁନି ଭିତରୁ ବାହାରିବା ପାଇଁ। ଅପବିତ୍ର ସେଇ ଭୋଗ ତୃଷ୍ଣାଟିକୁ ଏ ସନାତନ ଗୋସ୍ୱାମୀ ତ୍ୟାଗ କରି ଯାଉଛି, ଯୋଉଟା କି ପରିଚୟ ସେଠି ମିଳିଲା। ପବିତ୍ର, ଏଭଳି ପବିତ୍ର ସନ୍ଥ, ଏଭଳି ପବିତ୍ର ସନ୍ଥ ଭଗବାନ କହିଲେ ମୁଁ ଆ ଦ୍ୱାରା ସ୍ପର୍ଶରେ ପବିତ୍ର ହେବି। ହଁ ଗାୟନ ଆଉ ଗୋଟେ କଣ କହିଲେ? ତାର ଆଖିର ଲାଭ, ତାର ଶରୀର ଲାଭ, ତାର ହାତର ଲାଭ, ସବୁଥିର ଲାଭ ଯଦି ଏ ଭକ୍ତର ସ୍ପର୍ଶରେ ଦର୍ଶନରେ ଯଦି ଆସିଲା ସେ ପବିତ୍ର। ତେଣୁ ସେଠି ଭଗବାନ କହିଲେ ମୋର ଭକ୍ତ ତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ପବିତ୍ର। ସନାତନକୁ ଏ କଥା এই ସ୍ଥିତିକି ଆସିବା ବେଳେ ହିଁ ଏଠୁ ଉପଦେଶ କରିବେ। ସନାତନ ଏଠୁ ଉପଦେଶ କରିବେ ନା। ଲାଷ୍ଟକୁ ଏଇ ଯୋଉ ଅନୁବସ୍ତ୍ର କମଳ ଗୋଟେ, ଭୋଟ କମଳ ଗୋଟେ, ଘଟ ହଁ ମୂଲ୍ୟବାନ ଏଇଟା ଶେଷ ବିଷୟ ଥିଲା ବୋଲିକି এটা ଦୃଷ୍ଟିକୋଣ ପଡ଼ିଲା। ଯଦି ସଦପଦ୍ୟ ଦୃଷ୍ଟି ଦେଲେ ନ୍ୟାୟ କହିଲେ ସଦପଦ୍ୟ দিয়ে ସେ କ'ଣ କିଛି ରୋଗ ପାଇଁ କିଛି ଛାଡ଼ିବ ନା କ'ଣ? ଟିକେ ନା ଛାଡ଼ି କରିଦେବ ନା। ସମ୍ପୂର୍ଣ୍ଣ ମୂଳୋତ୍ପନ୍ନ କରିବା ପାଇଁ ତାର ଚେଷ୍ଟା, ସମ୍ପୂର୍ଣ୍ଣ ସୁସ୍ଥ ହବ ରୋଗୀ। ଏ ଉଦ୍ଦେଶ୍ୟ ମହାତ୍ମାଙ୍କର ବୁଝିକି ପୁଣି ତାକୁ ପୁଣି ତ୍ୟାଗ କରିକି ପୁଣି ଚିନ୍ତା କନ୍ଥା এই যে পরিপাটি হচ্ছে পবিত্র পরিপাটি। পবিত্র পরিপাটি তুমি এথর বুঝিব যে চোরি কর না কিছু। চোরি কর না। চোরি কেতବେଳେ କରାଯାଏ ନା ଭୋଗ ଇଚ୍ଛା ହେଲେ। ଭୋଗ ଭୋଗୀ আপনি চୋରି କରୁଥିଲେ ଲୋକ କ'ଣ ପାଇଁ ଚୋରି କରୁଥିଲେ? ଭୋଗ ଇଚ୍ଛା ଯଦି ହେଇଗଲା ତାହେଲେ ଚୋର, ଡାକୁ, ବଦମାସ ସବୁଥିରେ ତମ ଟାଇଟଲ ଲାଗିବ। ତମେ ତାକୁ ଚପେଇ ପାରିବ। କେହି ଦେଖିପାରୁନାହାନ୍ତି, କେହି ଜାଣିପାରୁନି, ନାଇଁ ସେତେବେଳେ ଆଗରୁ ଜଣା ହେଇକି ଅଛି ସବୁ। ଆଉ ତେଣୁ ଚୋର ବଦମାସୀ ହେଲେ କେମିତି ସେ ପବିତ୍ର ହବ? ଆଉ ଜଗତକୁ ପବିତ୍ର କରେଇବ ବା ଭଗବାନଙ୍କର ମିତ୍ର କେମିତି ହବ? ତେଣୁ ଇଏ ହଉଛି ସାଧକ ମାନେ ଯୋଉ ତୃଷ୍ଣା ଭୋଗ, ଯୋଉ ସାରି ଅପବିତ୍ର ଯୋଉ ମୂଳ କେନ୍ଦ୍ର, ଯୋଉ ଚେର ତାର, এইটা ବି ପ୍ରହ୍ଲାଦ କରିଥିଲେ ଯେ ଯଦି କିଛି ବଡ ଅଛନ୍ତି ମତେ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଏଇ ଚେରଟାକୁ ଉପାଡ଼ିକି ବାହାର କରିବେ। ପ୍ରହ୍ଲାଦ କହିଲେ ମାଗିବାର ଇଚ୍ଛା ପ୍ରହ୍ଲାଦ ସ୍ତୁତି କରି ସାରିଛନ୍ତି
ଆଚ୍ଛା ଯୋଉ ତାଡ଼ନ ତ ତାଡ଼ନା ବାପା ପିତାଙ୍କର ଆଉ କହନି ପ୍ରହ୍ଲାଦଙ୍କ ପ୍ରତି। ତେଣୁ ଭଗବାନ ଭକ୍ତଙ୍କର ଏତେ ପବିତ୍ର ଯେ ସତ୍ୟଂ ବିଧାତୁ ନିଜ ଭୃତ୍ୟ ନିଜଭୃତ୍ୟ ଭାଷିତଂ ବ୍ୟାପ୍ତଂ ଭୂତେଷୁ ଅଖିଳେଷୁ ଅଦୃଶ୍ୟ ଅତ୍ୟନ୍ତ ଅଦ୍ଭୁତ ରୂପ ଦର୍ଶନ ତମ୍ବେ ସଭାୟା ନ ମୃଗ ନ ମାନସ। ଭଗବାନ ବ୍ୟାପକତାକୁ ଘନୀଭୂତ କରିଦେଲା। ଏଭଳି ହିରଣ୍ୟାକ୍ଷ ଯେଥିପାଇଁ ବଧର ଯୋଗ୍ୟ ପାଇଁ ଚିନ୍ତିତ ନଥିଲେ ଭଗବାନ, ଏ ଭକ୍ତର କଥାକୁ ପାଳନ କରିବା ପାଇଁ ଆଜ୍ଞା ପାଳନ କରିବା ପାଇଁ ବହୁତ ଟେନସନ ହେଇଗଲେ କି ନାଇଁ। ଭଗବାନ ଯୋଉ ନୃସିଂହ ଅବତାର ପ୍ରକଟ ହେଲେ କାହା ପାଇଁ ପ୍ରକଟ ହେଲେ? ପ୍ରହ୍ଲାଦ ପାଇଁ। ପ୍ରହ୍ଲାଦ ପାଇଁ ନା ସେ ହିରଣ୍ୟକୁ ବଧ କରିବେ ବୋଲି ପ୍ରହ୍ଲାଦ ନା, ସେଇଟା କଣ ମୁଖ୍ୟ ହେଲା ସତ୍ୟ ବିଧାତୁ ନିଜ ଭୃତ୍ୟ ଭାଷିତ ପୁରା ଅହଂ ଭକ୍ତ ପରାଧୀନ। ଅହଂ ଭକ୍ତ ପରାଧୀନ। ତାହେଲେ ସେଇ ଭକ୍ତ ଏତେ ପବିତ୍ର ହେଇଗଲେ, ତଥାପି ସେ ଯେତେବେଳେ ଭଗବାନ ଅତି ଖୁସି ହେଇକି କଣ ପାଇଁ ସେ ଯାତ୍ରା ତ ବର ଆଉ ଆମେ କେମିତି କହିବା ବର ଯାତ୍ରା ଡାଇରେକ୍ଟ ହଉଛି କଣ ଗୋଟେ ଉଦ୍ଦେଶ୍ୟ ଥାଇକି ଯାତ୍ରା ନା ଆଉ ଯାତ୍ରା ସେ ଉଦ୍ଦେଶ୍ୟ ଧରି ପକେଇଲେ ପ୍ରହ୍ଲାଦ ଧରିପାରିବେନି। ଯେମିତିକି ମହାପ୍ରଭୁ କଣ ଟିକେ ଲକ୍ଷ୍ୟ ପକେଇଲା ବେଳକୁ କମଳ ଉପରେ ହେରା ଜାଣି ପକେଇଲେ ଆରେ ଜିନିଷଟା ଏଠି ଅଛି ଭୁଲଟା। ସେ କାହାକୁ କହିଛନ୍ତି କି ନା ସେ ମୁହଁ ଖୋଲିକି ପ୍ରଭୁ କହିଛନ୍ତି। ତେଣୁ ଇସ୍ରାରେ ଜାଣିଦେଲେ, ତେଣୁ ସେ ତାକୁ କମଳ ଚେଞ୍ଜ କରିଦେଲେ। ଏଠି ପ୍ରହ୍ଲାଦ ଧରି ପକେଇଲେ କହିଲେ ହଁ ଠିକ ଅଛି, ଯେହେତୁ ଆପଣ ଭଗବାନ ଆମକୁ ଯେତେ ହଜାରେ ନାହିଁ କଲେ ସେଟା ଠିକ ହବ। ଆପଣ ଯେହେତୁ କହୁଛନ୍ତି ଆପଣଙ୍କ କଥାଟା ଠିକ, ତେଣୁକରି ଯଦି ଆପଣ ଦେଖିପାରୁଛନ୍ତି କିଛି କୋଉଠି ଅଛି ତାହେଲେ ସେଇଟାକୁ ଉପାଡ଼ିବା। ଯଦି ରାଶି ସମୟ କାମାନ, ଯଦି ରାଶି କୋଉଠି ସାମାନ୍ୟ କିଛି କୋଉଠି ଥିବ ମତେ ଜଣା ପଡୁନି ସେଟା, ମୁଁ ଗୋଟେ ଧୂର୍ତ୍ତତା ଦେଖିକି ଖାଲି କହିଲା ହଉଛି ନାଇଁ ନା ମୋର କିଛି ନାହିଁ, ମୋ ହୃଦୟ ସଫଳ, ମୋର କିଛି ଆବଶ୍ୟକ ନାହିଁ, ଆପଣ କଣ ବେପାରୀ କାମ କରୁଛନ୍ତି, ଏରା ମୋର ଧୃଷ୍ଟତା ନା ଆଉ ମହାପ୍ରଭୁ ପ୍ରଭୁଙ୍କ ଆଗରେ ଏଇଟା କରାଟା କି ନାଇଁ। ନାଇଁ ଏଇଟା ମୋର ଭୁଲ ହେଇଯାଉଛି, ତେବେ ବରଟେ ନେବାକୁ ପଡିବ ଆପଣ ଯେହେତୁ ଅଛନ୍ତି ଆଉ। ଯଦି ରାଶି ସମୟ କାମାନ ବରାତ ବରଦର ସହ କାମାନ ହୃସମୋହ କାମାନ ହୃସମୋହ, ତେଣୁ କାମନା ବା ବାସନା ଯଦି କିଛି ଅଛି ଦେଖାଯାଉଛି ରାଶି ପରିମାଣରେ ଅଛି, ମତେ ବାସ୍ତବ ମୁଁ ଏଇଟା ସତ୍ୟ କହୁଛି ମୋର ଅନୁଭୂତିରେ ଆସୁନି, କିନ୍ତୁ ଅତି ସୂକ୍ଷ୍ମରୁ ସୂକ୍ଷ୍ମ ଜିନିଷ ସେଇଟା ବାସନାଟା କମ ସୂକ୍ଷ୍ମ ନା କଣ? ହଁ ଅହଙ୍କାର ଏଭଳି ଗୋଟେ ବାସନା ଗୋଟେ ଅହଙ୍କାର, ଏଟା ଏଭଳି ସୂକ୍ଷ୍ମ ଭିତରେ ଥିବ ତାକୁ କେହି ଧରିପାରିବେ, ନିଜେ ବି ଧରିପାରିବେ ଧରିପାରିବେନି ତ ଆଉ ଆଉ କାମ କ୍ରୋଧ ଲୋଭ ମୋହର ବଶବର୍ତ୍ତୀ ହେଲେ ଏଟା ଆପଣଙ୍କର ଅଙ୍ଗରେ ଫୁଟିଯିବ, ଧରା ପଡିଯିବ। ଲୋଭ କ୍ରୋଧର ଲକ୍ଷଣ ଫୁଟିଯିବ, ମତେ ରଗେଇ ପାରିବନି, ମତେ ରଗେଇ ପାରିବନି। ଆରେ ମୁଁ କହିଲିଣି ପରା କୋଉଠି ଅଛି ମତେ ବାରମ୍ବାର କଣ ପଚାରୁଛ ସେଠି ବରାସ୍ତୁ ବରଦାର ସଭ, ଭରାସ୍ତୁ ବରଦର ସହ। ଆମର ବରଦ ସାମର୍ଥ୍ୟ ଅଛି, ତେଣୁ ବର ଦିଅନ୍ତୁ, ଏଇ ବରଟା ଦିଅନ୍ତୁ। କାମନା ହୁଏ ସମ ଯଦି କୋଉଠି ଅଛି ତାକୁ କାହିଁକି ଅପବିତ୍ରର ମୂଳ କେନ୍ଦ୍ର ସେଟା। ଅହଙ୍କାର କେବଳ ହିଁ ଭୋଗ ପାଇଁ ଅହଙ୍କାର ତିଆରି ହେବ, ଅନ୍ୟ କଣ ପାଇଁ ଅହଙ୍କାର ତିଆରି ହେବନି। କେବଳ ଭୋଗ ଇଚ୍ଛା ପାଇଁ ଅହଙ୍କାର ସୃଷ୍ଟି ହେଇଯିବ ବା ଅହଙ୍କାର ଭୋଗ ସୃଷ୍ଟି ହବ। ହଁ ତେଣୁ ସେଟାକୁ ଏଇଟା ହଉଛନ୍ତି ଏଇ ଭକ୍ତ ମାନେ ହଉଛନ୍ତି ପବିତ୍ର, ଏଭଳି ପବିତ୍ର
ଆପଣଙ୍କ ଦୃଷ୍ଟିରେ ସେ ଚଣ୍ଡାଳ ଘରେ ଜାତ ହେତୁ ବା ଯେକୌଣସି ନିଚ ଜୋନିରେ ଥାଉ ନା କାହିଁକି ସିଏ ଜୋନି ଦୋଷ ତାକୁ ଲାଗିବ, ବାଃ ସେ କୁଳ ଦୋଷ ତାକୁ ଲାଗିବନି, ସେ ପଣ୍ଡିତ ଦୋଷ ତାକୁ ଲାଗିବନି। ସେଇଟା ଗୋଟେ ଦୋଷ ପଣ୍ଡିତ ଦୋଷ। ଆଉ ପଣ୍ଡିତ ମହାଦୋଷ ସିଏ। ସେ କଣ ଦୋଷ କୌଣସି ଉପାଧି ଦୋଷ ତାକୁ ଲାଗିବ, କୌଣସି ସମ୍ମାନ ଦୋଷ ତାକୁ ଲାଗିବ। କାହିଁକି ଏଇ ଯାହା ଗୋଟେ କୂଳ ପଣ୍ଡିତ ଯାହା କିଛି ସବୁ ସେ ତାର ବୋଲି ସ୍ୱପ୍ନରେ ସେ ବିଚାର କରେ। ମୋର ଏବେ ଭୋଗ ଇଚ୍ଛା ହୁଏ, ତମର ମୋ ଭୋଗ ଇଚ୍ଛା ହବ କି ନା? ମୋ ଜିନିଷରେ ମୋ ଭୋଗ ଇଚ୍ଛା ହବ ନା? ତେଣୁ ସେ ସ୍ୱପ୍ନଟାକୁ ତେଣୁ ସେ ଯେକୌଣସି ଅପବିତ୍ର ଆମ ସାଂସାରିକ ଦୃଷ୍ଟି ଭିତରେ ଥିଲାବେଳେ ସେଇଟା ଅପବିତ୍ର। ତେଣୁ ସେଇ ପବିତ୍ର ସେଇ ବ୍ୟକ୍ତି ସେଇ ସାଧୁକୁ ଲକ୍ଷ୍ୟ କରିକି ଏଠି କହୁଛନ୍ତି ଯେ ହଁ ମୋର ଭକ୍ତ ମୋର ମିତ୍ର ଜଗତ କର ହି ପବିତ୍ର ଆବୁରି ଥାଇ ଚାରି ପାଶେ ତାର ଚରଣ ରେଣୁ ଆସେ। ମୁଁ ଯେ ସଂସାର ଅଛି ଛନ୍ଦି ଭକତ ପାରେ ମତେ ବାନ୍ଧି। ତେଣୁ ଏଠି କହିବାର ବିଶେଷ କରି ମହାପ୍ରଭୁଙ୍କର ସାଧକକୁ ଲକ୍ଷ୍ୟ କରେ। ବର୍ତ୍ତମାନ ସନାତନ ଗୋସ୍ୱାମୀ କହିଲେ କ'ଣ ସାଧକ କର୍ମ ରହୁଛି ନା, ସାଧକ ମାତ୍ରେ ଏଇ ସିଦ୍ଧାନ୍ତ ଉପରେ ହିଁ ଲକ୍ଷ୍ୟ ଧାରଣା ଗତି କରିବା ହଉଛି ଭଲ। এই সূত্রটা ସବୁ ଜାଣିଲେ ଆଉ ଯୋଉ ଭୋଗ ବା ତୃଷ୍ଣାକୁ ନିଶ୍ଚିତ ଭାବରେ ଅଶ୍ରଦ୍ଧା ନାରେ ଯେମିତି ଆମେ ବାହାରେ ସବୁ ଅପବିତ୍ର ମାନନ୍ତି, ତାକୁ ଛୁଇଁଲେ ଅପବିତ୍ର, ତାକୁ ଛୁଇଁଲେ ଅପବିତ୍ର, ଏ କର୍ମ କଲେ ଅପବିତ୍ର, ଏ କର୍ମ ସେଇଟା କିଛି ନୁହଁ, ଏଇଟା କିଛି ନାହିଁ। ଅଶ୍ଳୀଳ ପବିତ୍ରଟା ଅନ୍ୟ ଜାଗାରେ ଅଛି। ଅସଲ ପଏଣ୍ଟଟା ହଉଛି ଏଠି ଭୋଗ ଲାଳସା। ଏଇଟା ଉପରେ ଯାହାର ସାଧନ କ୍ଷେତ୍ରରେ ଲକ୍ଷ୍ୟ ଅଛି ତାକୁ ଆଉ ତା ଭିତରେ କେହି ପଶିପାରିବେନି, ତାକୁ ଅପବିତ୍ର କେହି କରିପାରିବେନି। ମୂଳ ପଣ୍ଡ ଅଛି ଏଇଠି ଲକ୍ଷ୍ୟ କରିକି ସନାତନ ଗୋସ୍ୱାମୀ ମହାପ୍ରଭୁ ପ୍ରଶ୍ନ କରିବେ, ଆଉ ଏଇଟିକୁ ଲକ୍ଷ୍ୟ କରିକି ମହାପ୍ରଭୁ ଉତ୍ତର ଉପଦେଶ କରିବେ। ଉପଦେଶ ଏବଂ ସେଥିର ସେ ପାତ୍ର ହେଇଯିବ, ଯୋଗ୍ୟତା ହେଇଯିବ, ଯୋଗ୍ୟତା ହେଇଯିବ। ଏ ହଉଛି ଏଇ ଯୋଉ କଣ ମାରୁପମସେ ଯଥୋପଲବ୍ଧତେ ପ୍ରତିଷ୍ଠା ଅସ୍ୱସ୍ଥବେନଂ ସୁବିରୂଢ଼ ମୂଳମ୍ ଅସଙ୍ଗ ଶସ୍ତ୍ରେଣ ଦୃଢ଼େନ ଚିତ୍ତ୍ୱା। କୋଉ କାଳର ଯୋଉ ବନ୍ଧନ ଦଶା ଲାଗିକି ଯୋଉ ବନ୍ଧନରେ କୌଣସି ମୂଳ ନାହିଁ କି ଚୋଳ ନାହିଁ, କିଛି ନାହିଁ, ଅଥଚ ସେ ଆମକୁ ବାନ୍ଧିଛି, ବାନ୍ଧିକି ଧରିଛି। କିଛି କାଗଜପତ୍ର ରେକର୍ଡ କିଛି ନାହିଁ, କେବଳ ଏ ଅସଙ୍ଗ ଦ୍ୱାରା ଭୋଗ ବିଳାସ ହଉଛି ଅସଙ୍ଗ ହେଲେ ବାସ୍ ସାଧାରଣ ଆଗୁ ଆଗୁ ଚାଲିଲା। ଆଉ ପବିତ୍ର ହିଁ ସେଇଠି ଏ ପବିତ୍ରକୁ ନେଇକି ଚର୍ଚ୍ଚା ଥିଲା। ପବିତ୍ର କୋଉ ଜାଗାରେ ଆମେ ପବିତ୍ର ହବା ଏଥିରୁ ବୁଝ। ନିଜ ଉପରେ ରହିଲା। ଆମେ ବର୍ତ୍ତମାନ ପବିତ୍ର ନା ଅପବିତ୍ର? ସମ୍ପୂର୍ଣ୍ଣ ପବିତ୍ର, ଅପବିତ୍ର। ତେଣୁ ଦୋଷ କୋଉଠି ଅଛି ଆମେ ସବୁ ଏଇଭଳି ସୂତ୍ରରୁ ଜାଣିପାରିବା, ଭୁଲଟା କୋଉଠି ଅଛି ଆମେ ଜାଣିପାରିବା। ତେଣୁ ୟାକୁ ଅନ୍ତର୍ମୁଖୀ କୁହାଯାଏ, ନିବୃତ୍ତି ମାର୍ଗ କୁହାଯାଏ। ୟାକୁ ଯଦି ଆମେ ଜାଣିଛେ ତେଣୁ ଇଏ ହଉଛି ସୂତ୍ର।
भगवत प्राप्ति ନିଜର ସୁଖ ଶାନ୍ତି ଆନନ୍ଦ ପାଇଁ ଜୀବନ ଲାଭ ଉଠାଇବା ପାଇଁ ହେଉ ସୂତ୍ର। ତେଣୁ କରୁଣା କରି ପ୍ରଭୁ ଆମକୁ ଯାହା କିଛି ଶୁଣାଉଛନ୍ତି ଜଣାଉଛନ୍ତି, ତେଣୁ ଏଥିପାଇଁ ତ ନିଶ୍ଚିତ ଆମେ ତାଙ୍କ ପାଖରେ କୃତଜ୍ଞ ରହିବା। I will